ବର୍ତ୍ତମାନ ଅଧିକାଂଶ ଛୋଟ ଛୋଟ ପିଲାଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି, କିନ୍ତୁ ଏହା ପିଲାଙ୍କ ଉପରେ କୁପ୍ରଭାବ ପକାଇଥାଏ। ପିଲାଙ୍କ ମୋବାଇଲ ନିଶା ଛଡ଼ାଇବାକୁ ରହିଛି କେତେକ ସହଜ ଉପାୟ। ଆସନ୍ତୁ ଜାଣିବା। ବର୍ତ୍ତମାନ ସମୟରେ ମୋବାଇଲ ପ୍ରତି ପିଲାଙ୍କ ଆସକ୍ତି ଭାବ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇଛି। ଅଧିକାଂଶ ପିଲା ଟାବଲେଟ୍, ଲ୍ୟାପଟପ୍ ଓ ସ୍ମାର୍ଟଫୋନ୍ ଭଳି ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ବ୍ୟବହାର କରୁଛନ୍ତି, କିନ୍ତୁ ଅଧିକାଂଶ ପିଲାଙ୍କ ଶାରୀରିକ ସ୍ୱାସ୍ଥ୍ୟ ତଥା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏହିଭଳି ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ବ୍ୟବହାର ଦ୍ୱାରା ନାବାଳକ ପିଲାଙ୍କ ମଧ୍ୟ ଆତ୍ମହତ୍ୟା ପ୍ରବୃତ୍ତି ବୃଦ୍ଧି ପାଉଥିବା ନେଇ ଅନେକ ରିପୋର୍ଟ ପ୍ରକାଶ ପାଇଛି। ଏଭଳି ଅନେକ ନଜିର ରହିଛି। ନିକଟରେ ଜଣେ 15 ବର୍ଷର ନାବାଳକ ମୋବାଇଲ ରିଚାର୍ଜ ପାଇଁ ଟଙ୍କା ନ ମିଳିବାରୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଥିଲା। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ନାବାଳକଙ୍କର ମୃତ୍ୟୁ ହୋଇଥିଲା। ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ ଯୋଗୁଁ ଏନ୍ଜାଇଟି ଭଳି ମାନସିକ ସମସ୍ୟା ଯୋଗୁଁ ଏଭଳି ପ୍ରବୃତ୍ତି ପିଲାଙ୍କ ମଧ୍ୟରେ ବୃଦ୍ଧି ପାଉଛି। ଏଭଳି ସମସ୍ୟା ରହିଲେ ଶରୀର ଥରିବା ଆରମ୍ଭ କରେ, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ, ହୃତ୍ସ୍ପନ୍ଦନ ବଢ଼ିଯାଏ ଓ ପାପୁଲି ଝାଳ ହୋଇଯାଏ। ଏଥିପ୍ରତି ପୂର୍ବରୁ ଦୃଷ୍ଟି ନ ଦେଲେ ପିଲାମାନେ ପରବର୍ତ୍ତୀ ସମୟରେ ହଇରାଣ ହୋଇପାରନ୍ତି। ତେଣୁ ଯଦି ଆପଣଙ୍କ ପିଲାମାନେ ଅଧିକ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ବ୍ୟବହାର କରୁଛନ୍ତି, ଏଥିପ୍ରତି ଧ୍ୟାନ ଦେବା ଜରୁରୀ। ବିଶେଷ କରି ପିଲାଙ୍କ ଠାରୁ ମୋବାଇଲ ନିଶା କିଭଳି ଛଡ଼ାଇବେ ତାହାକୁ ନେଇ ଅନେକ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ଏହି ଚିନ୍ତାର ନିରାକରଣ ପାଇଁ କେତେକ ସରଳ ଉପାୟ ରହିଛି। ଆଧୁନିକ ଯୁଗରେ ଆଗକୁ ବଢ଼ିବାକୁ ହେଲେ ଡିଜିଟାଲ ଜ୍ଞାନ ରହିବା ଜରୁରୀ। କିନ୍ତୁ ପିଲାଏ ମୋବାଇଲ ବ୍ୟବହାର କରୁଥିଲେ କେତେ ସମୟ ବ୍ୟବହାର କରିବେ ତାହାର ସୀମା ନିର୍ଦ୍ଧାରଣ କରନ୍ତୁ। ସେମାନେ କ'ଣ ଦେଖୁଛନ୍ତି ତାହାର ଏକ ନିୟମ ଧାର୍ଯ୍ୟ କରନ୍ତୁ। ଡିଜିଟାଲ ଏକ୍ସପୋଜର ସମୟ ହ୍ରାସ କରନ୍ତୁ। ଘରେ ବସି ରହି ମୋବାଇଲରେ ଲାଗିବା ବଦଳରେ ସେମାନଙ୍କୁ ଆଉଟଡୋର ଆକ୍ଟିଭିଟି ପାଇଁ ପ୍ରୋତ୍ସାହିତ କରନ୍ତୁ। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି ପାଇଥାଏ ବା କ୍ରିଏଟିଭିଟି ବୃଦ୍ଧି ପାଇଥାଏ। ଏହା ମୋବାଇଲ ନିଶାଠାରୁ ମୁକ୍ତି ପାଇବାରେ ସହାୟକ ହୋଇଥାଏ। ଅଧିକ ସମୟ ମୋବାଇଲ ବ୍ୟବହାର କଲେ ନିଦ୍ରାହୀନତାର ଶିକାର ହୋଇପାରନ୍ତି। ଏଣୁ ଧ୍ୟାନ ଦିଅନ୍ତୁ ଆପଣଙ୍କ ପୁଅ ବା ଝିଅ ପର୍ଯ୍ୟାପ୍ତ ପରିମାଣରେ ଶୋଉଛନ୍ତି। ଶୋଇବା ପୂର୍ବରୁ ଅତି କମରେ 2 ଘଣ୍ଟା ପୂର୍ବରୁ ମୋବାଇଲରେ ନ ଲାଗିବାକୁ ସେମାନଙ୍କୁ ବାରଣ କରନ୍ତୁ। ପିଲାଙ୍କ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ସେମାନଙ୍କ ଅଧିକ ସମୟ କଥାବାର୍ତ୍ତା ହୁଅନ୍ତୁ। କଥାରେ ସେମାନଙ୍କ ମନ କିଣିବାକୁ ଚେଷ୍ଟା କଲେ ଡିଜିଟାଲ ଡିଭାଇସ୍ ପ୍ରତି ସେମାନଙ୍କର ଆସକ୍ତି ଭାବ ହ୍ରାସ ପାଇଥାଏ। ଏହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଆସନ୍ତୁ ପିଲାଙ୍କ ପାଖରୁ ଆମେ ଏହି ମୋବାଇଲ ନିଶାକୁ ଛଡ଼ାଇବା ପାଇଁ ଏସବୁ ଉପାୟ ଅବଲମ୍ବନ କରିବା। ଏହାଛଡ଼ା ଆହୁରି ନିଜ ସ୍ତରରେ ମଧ୍ୟ କିପରି ମୋବାଇଲ ଠାରୁ ପିଲାଙ୍କୁ ଦୂର ରଖିବା ସେଥିପାଇଁ ଚେଷ୍ଟା କରିବା। ଏବଂ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ନମସ୍କାର।